ମୋ ନାଁ ନିଶାକର ଦାସ, ବାଲେଶ୍ୱର ଡିଷ୍ଟ୍ରିକ୍ଟ ରେମୁଣାରୁ ଆସିଛି। ବାଲେଶ୍ୱର ରେମୁଣା। ଅଇ ସାରେ ତମ ନାଁ ପୁଣି ନିଶାକର। ସବୁ ରାତିର କାମ ଚନ୍ଦ୍ର କ୍ଷୀର ତକ ଚୋରେଇଲ ସେଠି, ଆଉ ଏଠି କ'ଣ ଚୋରେଇବ? ଏଠି ଭାବର ଚରେଇବି। ଏଠି ଭାବ ଚୋରେଇବି, ସେଠି କ୍ଷୀର ଚୋରା ଗୋପୀନାଥଙ୍କ ପାଖରୁ କେତେ ବାଟ ଘର? 3 କିଲୋମିଟର ମାତ୍ର। ଆଉ ତାହେଲେ ସେଇଠୁ ଚୋରେଇକି ରଖିବାକୁ ସୁବିଧା ହେବ ଆଉ ରାତିରେ, ଆଉ ନାହିଁ କି? କ୍ଷୀର ଚୋରା ଗୋପୀନାଥ ମହାପ୍ରଭୁ ଯାଅ କେତେବେଳେ କେତେବେଳେ ଯାଅ? ମୁଁ ସନ୍ଧ୍ୟାରେ ଯାଏ, ଦିନରେ 10ଟା 9ଟା ବେଳେ ଯାଇକି ମନ୍ଦିର ବସେ। ଆଜ୍ଞା, ଯେତେବେଳେ ଟାଇମ୍ ପାଏ ବସେ ଯାଇକି। କ'ଣ କର? ମୁଁ ସୋସିଆଲ ୱାର୍କର। ସୋସିଆଲ ୱାର୍କର। ଆଚ୍ଛା, ହଉ, କ'ଣ ଅନୁଭୂତି ଅଛି କୁହ? ଅନୁଭୂତି ତ ଅନେକ ଅଛି, ତା ଭିତରୁ ଗୋଟେ ଛୋଟ ଅନୁଭୂତି କହୁଛି। ଏଇ ଡିସେମ୍ବର 26 ତାରିଖ ମୁଁ ସବୁଦିନ ବ୍ୟାୟାମ କରେ ଆଉ ଯୋଗ କରେ। ହଠାତ୍ ମୋ କଙ୍କାଳଟା କେମିତି ଗୋଟେ ବଥା ହେଲା, ମୁଁ ଆଉ ନଇଁ ପାରିଲିନି କି ହଲଚଲ ହେଇପାରିଲିନି। ମୁଁ କ'ଣ ହେଲା ଏମିତି ମନ ଦୁଃଖ କରିଥାଏ। ଦିନେ ପରେ ମୁଁ ହଠାତ୍ ଜୟ ଜଗନ୍ନାଥ ଟିଭି ଖୋଲିକି ବସିଥାଏ ଖଟ ଉପରେ। ହଠାତ୍ ମୁଁ ଡାକିଲି ଠାକୁରେ, କିନ୍ତୁ ତା ଆଗରୁ ମୁଁ 1 ତାରିଖ ଆସିବି ବୋଲି, ନୂଆ ବର୍ଷର ଜଗନ୍ନାଥ ଏଠି ଦର୍ଶନ କରିବି ବୋଲି ମାଇଣ୍ଡ ମେକଅପ୍ କରିଥିଲି। କିନ୍ତୁ ଠାକୁର ଡାକିଲି, ଠାକୁରେ ମୋର ହଠାତ୍ କ'ଣ କଙ୍କାଳ ଏମିତି ହେଲା, ବଥା ଗଲା, ମୁଁ ଚାଲିପାରିବିନି ନା ଆପଣଙ୍କୁ ଦର୍ଶନ କରିପାରିବିନି ବୋଧେ। ଆପଣ ଏମିତି କ'ଣ କଲେ, ମୋ ପ୍ରତି କାହିଁ ଅନ୍ୟାୟ କଲେ, ମୁଁ ତ ଦର୍ଶନ କରିପାରିନି ବୋଲି ଜଣାଉଛୁ। ତେଣୁ ଆପଣଙ୍କ ଉପରେ ନିର୍ଭର, ମୋ ଦେହ ଯଦି ଭଲ କରିବେ ମୁଁ ନିଶ୍ଚିତ ଆପଣଙ୍କୁ ଦର୍ଶନ କରିବି, ନହେଲେ ଆପଣଙ୍କର ଇଚ୍ଛା। ଆଉ 10-15 ମିନିଟ୍ ଯାଇଛି, ମୁଁ ସେ ଟିଭି ଦେଖୁଥାଏ, ଜୟ ଜଗନ୍ନାଥ ଟିଭି, ଏଇ ଅନୁଭୂତିର କାର୍ଯ୍ୟକ୍ରମ ଦେଖୁଥାଏ। ତାପରେ ମୁଁ ଖଟକୁ ଓହ୍ଲେଇଲି, ଟିକେ ଓହ୍ଲେଇକି କ'ଣ କାମରେ ଯିବେ ବୋଲି ଦେଖିଲା ବେଳକୁ ମୋତେ ଗୋଟେ ଫିଲିଂ ହେଲା, ମାନେ କଙ୍କାଳଟା କେମିତି ଭଲ ଲାଗିଲା। ମାନେ 80% ମୁଁ ଦେଖିଲି, ହଲଚଲ ହେଲି, ମାନେ ଭଲ ଲାଗିଲା ଟିକେ। ମୁଁ ସେଇଠୁ ଜାଣିଲି, ହେ ଠାକୁରେ, ସବୁ ତମରି ଲୀଳା। ମୋର ବିଶ୍ୱାସ ହେଲା ତୁମେ ଭାବର ଠାକୁର। ଲୋକ କହନ୍ତି ତୁମେ ଭକ୍ତିର ଠାକୁର। ମୁଁ ଯେହେତୁ ମୁଁ ଭାବରେ ଠାକୁରଙ୍କୁ ଡାକିଲି, ଆପଣ ମୋ କଥା ଶୁଣିଲେ, ଧନ୍ୟବାଦ ମୁଁ ଦେଲି ସେଇ ଠାକୁରଙ୍କୁ। ତାପରେ 1 ତାରିଖ ଦିନ ମିସେସ୍ ଚାକିରି କରିଛନ୍ତି, ମୋତେ ଫୋନ୍ କଲେ ଯେ ଆମେ ଟିକେ ଦୀଘା ଯିବା। ମୁଁ ତ ଜଗନ୍ନାଥ ମନ୍ଦିର ଯିବା ବୋଲି କହିଥିଲି, ପୁରୀ କି। କହିଲେ ନା, ଆମେ ଟିକେ ସେଠି ଯିବା, ଭୂଷଣେଶ୍ୱର ବାବାକୁ ଦର୍ଶନ କରିବା, ଆଉ ସେପଟେ ଯିବା ତାହେଲେ ଦୀଘା। ଆଉ ମୁଁ କହିଲି ଠିକ୍ ଅଛି, ତାହେଲେ ଦୀଘା ବି ଯିବା, ସେଠି ବି ଜଗନ୍ନାଥ ଠାକୁର ଅଛନ୍ତି, ସେଠି ବି ଟିକେ ଦର୍ଶନ କରିନେବା। ଆଉ ତେଣୁ ଏଇସବୁ ସେଠି ଯାଇକି, ଦୀଘାରେ ଯାଇକି ଠାକୁର ଦର୍ଶନ କଲେ, ଆଉ ଠାକୁରଙ୍କୁ ସେଇଠି ମୋର ବିଶ୍ୱାସ ଆସିଲା। ତ ଏତିକି ମୋର ଅନୁଭୂତି। ଆଉ ମୁଁ ଶେଷରେ ନମିତା ମାମୁଙ୍କୁ ଧନ୍ୟବାଦ ଦେବି, ଶହ ଭକ୍ତଙ୍କୁ ସେ ତାଙ୍କ ଟିଭିର ପ୍ରୋଗ୍ରାମ ମାଧ୍ୟମରେ ଭକ୍ତିର ଭାବ ପ୍ରକାଶ କରିପାରୁଛନ୍ତି ଭକ୍ତମାନେ। ଆଉ ଶ୍ରୀରାମ ସାର୍ଙ୍କୁ ବି ମୁଁ ଧନ୍ୟବାଦ ଦେବି ଯେ ସେ ଏତେ ବଡ଼ ଚ୍ୟାନେଲ୍ଟା ଆଣିଛନ୍ତି ଆମର ଦର୍ଶକମାନଙ୍କ ପାଇଁ ଆଉ ଭକ୍ତମାନଙ୍କ ପାଇଁ। ସେଥିପାଇଁ ମୁଁ ତାଙ୍କ ପାଖରେ ଅଶେଷ ଧନ୍ୟବାଦ ଜଣାଉଛି। ଜୟ ଜଗନ୍ନାଥ ଟିଭି ଦେଖୁଛ? ଆଜ୍ଞା, ମୁଁ ସବୁଦିନ ସକାଳେ 4:30 5ଟାରୁ ମୁଁ ଟିଭି ଖୋଲେ, ଆଉ ମା ଦେଖନ୍ତି। ମର୍ଣ୍ଣିଂ ୱାକ୍ ମୁଁ ଆସି କରିକି ପୁଣି ପ୍ରୋଗ୍ରାମ ଦେଖେ, ଜୟ ଜଗନ୍ନାଥ ଟିଭି ଅନୁଭୂତିର କାର୍ଯ୍ୟକ୍ରମ ଦେଖେ, ସକାଳେ ଆରତି ଦେଖେ। ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।